ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 18ଟି ସଂକେତ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୋଟେ ଥର ଏମିତି ସମୟ ଆସିଥାଏ ଯେତେବେଳେ ତାକୁ ସବୁ ଜାଗାରୁ କେବଳ ନିରାଶା ଦେଖିବାକୁ ମିଳିଥାଏ। କିନ୍ତୁ କଥାରେ ଅଛି ନା, ସର୍ବଦା ସମୟ ଏକା ଭଳି ନଥାଏ ଏବଂ ଯାହାର ଖରାପ ସମୟ ଆସିଥାଏ ତାର ବି ଦିନେ ନିଶ୍ଚିତ ଭଲ ସମୟ ଆସିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଭଲ ଏବଂ ଖରାପ ସମୟ ଆସୁଥାଏ ଯାଉଥାଏ। ଏହି ସବୁ ସମୟ ଚକ୍ରର କାରଣ ପାଇଁ ହୋଇଥାଏ। ସମୟଠାରୁ ବଳବାନ କିଛି ବି ନାହିଁ। ନିଜ ନିଜ ଜୀବନରେ ବ୍ୟକ୍ତିକୁ ରାଜାରୁ ରଙ୍କ ଏବଂ ରଙ୍କରୁ ରାଜା ହେଇଥିବାର ଆପଣମାନେ ବି ଦେଖିଥିବେ। ଯେତେବେଳେ ବି ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାର ଥିବ, ତାହେଲେ ବଡ଼ ପରିବର୍ତ୍ତନ ଆସିବା ପୂର୍ବରୁ ଆପଣଙ୍କୁ ଈଶ୍ୱରଙ୍କ ଦ୍ୱାରା କିଛି ଏମିତି ସଂକେତ ପ୍ରାପ୍ତ ହୋଇଥାଏ କି ଯାହା ସୂଚାଇଥାଏ ଆପଣଙ୍କର ଆସୁଥିବା ସମୟରେ ଈଶ୍ୱର ଆପଣଙ୍କ ପାଇଁ କିଛି ଭଲ ନିଶ୍ଚିତ ରଖିଛନ୍ତି। ଆସନ୍ତୁ ଜାଣିବା ସେହି ଖାସ୍ ସଂକେତ ବିଷୟରେ, ଯାହା ଭଗବାନ ଭଲ ସମୟ ଆସିବା ପୂର୍ବରୁ ଦେଇଥାନ୍ତି। କିନ୍ତୁ ତା ପୂର୍ବରୁ ଯଦି ଆପଣ ବି ଚାହୁଁଛନ୍ତି କି ଲକ୍ଷ୍ମୀ ମାତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ, ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚିତ ଲେଖନ୍ତୁ। ନମ୍ବର 1, ନିଦ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗିବା। କିଛି ଲୋକ ଏମିତି ହୋଇଥାନ୍ତି କି ଯାହାଙ୍କର ନିୟମିତ ରୂପରେ ଶୋଇକି ଉଠିବା ପୂର୍ବରୁ ନିଦ ଭାଙ୍ଗି ଯାଇଥାଏ। ଯଦି ଆପଣ ଦେଖୁଛନ୍ତି କି ଆପଣଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗୁଛି, ଅର୍ଥାତ୍ ସକାଳ 4ଟାରୁ 5ଟା ଭିତରେ ନିଦ ଭାଙ୍ଗି ଯାଉଛି, ତାହେଲେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଅର୍ଥାତ୍ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ଉପଯୁକ୍ତ ମାର୍ଗ ମିଳିବାକୁ ଯାଉଛି। ସେଥିପାଇଁ ଆପଣଙ୍କୁ ପୂର୍ବରୁ ଜାଣିନେବା ଉଚିତ କି ଆପଣଙ୍କ ଜୀବନରେ କିଛି ବହୁତ ଭଲ ପରିବର୍ତ୍ତନ ହେବାକୁ ଯାଉଛି। ନମ୍ବର 2, ଅଚାନକ ଖୁସି ହୋଇଯିବା। ଅନେକ ଥର ଆପଣମାନେ ଦେଖିଥିବେ କି ଆପଣଙ୍କର ଅଚାନକ ଖୁସି ହେବା ପାଇଁ ମନ କରିଥାଏ। ଏହାର ଅର୍ଥ ଆପଣଙ୍କର ବୁଝିଯିବାର ଅଛି କି ଈଶ୍ୱର ଆପଣଙ୍କୁ କିଛି ଭଲ ସଂକେତ ଦେଉଛନ୍ତି। ଯେଉଁଭଳି ଆପଣଙ୍କୁ ଏହି ସମୟରେ ଖୁସି ହେବା ପାଇଁ ମନ କରୁଛି, ସେହିଭଳି ଈଶ୍ୱର ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଖୁସି ଆଣିବାକୁ ଯାଉଛନ୍ତି। ଆପଣଙ୍କୁ ଖୁସିର ଅନୁଭବ ହେବାକୁ ଯାଉଛି। ଯେତେ ବି ଦୁଃଖ ଆପଣ ନିଜ ଜୀବନରେ ଦେଖିଛନ୍ତି, ସେସବୁ ବହୁତ ଜଲ୍ଦି ଶେଷ ହୋଇଯିବ ଏବଂ ଏହି ସମୟରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇ ଉଠିଥାଏ। ନମ୍ବର 3, ଗୋମାତାଙ୍କର ଆଗମନ। ଯଦି ଆପଣଙ୍କ ଘରକୁ ପ୍ରତିଦିନ ଗୋମାତାଙ୍କର ଆଗମନ ହୋଇଥାଏ ବା ଆପଣଙ୍କୁ ଭୋଜନ ଦେବା ପାଇଁ ପ୍ରତୀକ୍ଷା କରିଛନ୍ତି, ତାହେଲେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଯଦି ଆପଣଙ୍କ ଘରେ ପଶୁପକ୍ଷୀ ଘର କରୁଛନ୍ତି, ତାହେଲେ ଏହାକୁ ମଧ୍ୟ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ଏହାଛଡ଼ା ଯଦି ପକ୍ଷୀଙ୍କର ମଧୁର ସ୍ୱର ଆପଣଙ୍କ ଘର ପାଖରେ ପ୍ରତିଦିନ ଗୁଞ୍ଜରିତ ହେଉଥାଏ, ତାହେଲେ ଏହାର ଅର୍ଥ ହେଉଛି କି ବହୁତ ଶୀଘ୍ର ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି। ନମ୍ବର 4, ଘରେ ଛୋଟ ଛୋଟ ପିଲାମାନେ ରହିବା। ଆମେ ଜାଣିଛନ୍ତି କି ଶିଶୁଙ୍କ ଭିତରେ ଈଶ୍ୱରଙ୍କର ବାସ ହୋଇଥାଏ। ଯଦି ଛୋଟ ପିଲା ବା ଶିଶୁ ଆପଣଙ୍କୁ ଦେଖି ଅଚାନକ ହସି ଦିଅନ୍ତି, ତାହେଲେ ଏହା ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହି ସଂକେତର ଅର୍ଥ ହେଉଛି କି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସବୁ ହେବାକୁ ଯାଉଛି। ନମ୍ବର 5, ସ୍ୱପ୍ନରେ ମନ୍ତ୍ରର ଧ୍ୱନି ଶୁଣିବା। ସ୍ୱପ୍ନରେ ଯଦି ଆପଣଙ୍କୁ ମନ୍ତ୍ର ଶୁଭୁଛି, ଯେମିତିକି
ରାମ ରାମ, ତାହେଲେ ଏହା ବହୁତ ଭଲ ସଂକେତ ବୋଲି ମନାଯାଇଥାଏ। ଯଦି ଓଂର ଗୁଞ୍ଜରଣ ଶୁଭାଯାଉଛି ତାହେଲେ ଏହା ବହୁତ ଭଲ ସଂକେତ ହୋଇଥାଏ। ସ୍ୱପ୍ନରେ ମନ୍ତ୍ର, ଘଣ୍ଟା, ଶଙ୍ଖର ଶବ୍ଦ ଶୁଭିଲେ ଏହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଛି। ଯଦି ସ୍ୱପ୍ନରେ ଝାଡ଼ୁ, ପେଚା, ବଂଶୀ, ହାତୀ, ନେଉଳ, ଝିଟିପିଟି, ସାପ, ତାରା, ଗୋଲାପ ଆଦି ଦେଖୁଛନ୍ତି ତାହେଲେ ଏହା ଧନପ୍ରାପ୍ତିର ସଂକେତ ହୋଇଥାଏ। ନମ୍ବର 6, ଋଣଭାର ବହନ କରିବା। ଅନେକ ଥର ଆପଣମାନେ ଦେଖିଥିବେ କି ଆପଣଙ୍କ ଉପରେ ଋଣଭାର ରହିଥାଏ ଏବଂ ଅଚାନକ ଆପଣଙ୍କୁ ଋଣମୁକ୍ତିର ମାର୍ଗ ମିଳିଯାଇଥାଏ। ତାହେଲେ ଏହା ଈଶ୍ୱରଙ୍କର ସଂକେତ ହୋଇଥାଏ। କିମ୍ବା ପଇସାର ଦେବାନେବାରେ ଆପଣଙ୍କ ସପକ୍ଷରେ କୌଣସି ନିଷ୍ପତ୍ତି ଆସିଥାଏ, ତାହେଲେ ଏହାର ଅର୍ଥ ହେଉଛି କି ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର କିଛି ଭଲ ଘଟିବାକୁ ଯାଉଛି। ଧନପ୍ରାପ୍ତିର ଅଲଗା ଅଲଗା ମାର୍ଗ ଖୋଲିଯିବା ଈଶ୍ୱରଙ୍କର ସଂକେତ ହୋଇଥାଏ। ଏଥିରୁ ଜଣାପଡ଼ିଥାଏ କି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ସମାପ୍ତ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଧନର ଆଗମନ ହେବାକୁ ଯାଉଛି। ନମ୍ବର 7, ଆଖି ଡେଇଁବା। ପୁରୁଷଙ୍କର ଡାହାଣ ଆଖି ଡେଇଁଲେ ତାକୁ ଶୁଭ ମନାଯାଇଥାଏ। ଏହିସବୁ ସଂକେତ ହୋଇଥାଏ କି ଆପଣଙ୍କ ଜୀବନରେ ବଳ ବୃଦ୍ଧି ହେବାର ସମ୍ଭାବନା ଅଛି। ମହିଳାମାନଙ୍କର ବାମ ଆଖି ଡେଇଁଲେ ଏହା ଭଲ ସଂକେତ ହୋଇଥାଏ। ଏହା ଆପଣଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ନମ୍ବର 8, ଶଙ୍ଖଧ୍ୱନି ଶୁଣିବା। ଯଦି ସକାଳୁ ସକାଳୁ ଆପଣଙ୍କୁ ଶଙ୍ଖଧ୍ୱନି ଶୁଭାଯାଉଛି ତାହେଲେ ଏହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଛି। ସକାଳ ସମୟରେ ଶଙ୍ଖର ଧ୍ୱନି ଶୁଭିବାର ଅର୍ଥ ହେଉଛି କି ଆପଣଙ୍କ ଭାଗ୍ୟ ବହୁତ ଶୀଘ୍ର ଖୋଲିବାକୁ ଯାଉଛି। ନମ୍ବର 9, ଝାଡ଼ୁ ଦେଖିବା। ଝାଡ଼ୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମନାଯାଇଥାଏ। ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଝାଡ଼ୁ କରିବାର ଦେଖୁଛନ୍ତି ତାହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ଘରର ସବୁ ଅସୁବିଧା ଦୂର ହେବାକୁ ଯାଉଛି। ତା ସହିତ ଆପଣଙ୍କୁ ଧନର ପ୍ରାପ୍ତି ହେବାର ସମ୍ଭାବନା ରହିଛି। ନମ୍ବର 10, ହାତ ପାପୁଲି କୁଣ୍ଡାଇ ହେବା। ଯଦି କୌଣସି ମହିଳାଙ୍କର ବାମ ହାତ କିମ୍ବା ପୁରୁଷଙ୍କର ଡାହାଣ ହାତ ପାପୁଲି ଅଚାନକ କୁଣ୍ଡେଇ ହେବା ଆରମ୍ଭ ହୋଇଯାଉଛି ତାହେଲେ ଏହାକୁ ଶୁଭ ସଂକେତ ବୋଲି ମନାଯାଇଛି ଏବଂ ଏହାର ଅର୍ଥ ହେଉଛି କି ଆପଣଙ୍କର ଆକସ୍ମିକ ଧନଲାଭ ହେବାର ଅଛି। ନମ୍ବର 11, ସମୂହରେ କଳା ପିମ୍ପୁଡ଼ି ଦେଖିବା। ଯଦି ଅଚାନକ ଆପଣଙ୍କ ଘର ଅଗଣାରେ ବା କବାଟରେ କିମ୍ବା ଅନ୍ୟ କୌଣସି ଜାଗାରେ ସମୂହ କଳା ପିମ୍ପୁଡ଼ି ଦେଖୁଛନ୍ତି ତାହେଲେ ଏହା ସ୍ପଷ୍ଟ ସଂକେତ ଦେଇଥାଏ କି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ହେବାକୁ ଯାଉଛି ଏବଂ ଆପଣଙ୍କର କୌଣସି ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ନମ୍ବର 12, ଜଳରେ ଭର୍ତ୍ତି ଥିବା ପାତ୍ରକୁ ଦେଖିବା। ଯଦି ଆପଣ କୌଣସି ଜରୁରୀ କାମ ପାଇଁ ଘରୁ ବାହାରିକି ଯିବା ସମୟରେ କୌଣସି ବ୍ୟକ୍ତିଙ୍କ ହାତରେ ଜଳରେ ଭରା ହୋଇଥିବା ପାତ୍ରକୁ ଦେଖୁଛନ୍ତି ତାହେଲେ ଏହା ବହୁତ ଭଲ ସଂକେତ ହୋଇଥାଏ ଏବଂ ଆପଣ ଯେଉଁ କାର୍ଯ୍ୟରେ ଯାଉଛନ୍ତି ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ନମ୍ବର 13, ତିନୋଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖିବା। ଘରେ ଯଦି ଅଚାନକ ଗୋଟିଏ ସ୍ଥାନରେ ତିନୋଟି ଝିଟିପିଟି ଦେଖାଯାଇଥାଏ ତାହେଲେ ଏହାକୁ ବହୁତ ଶୁଭ ମନାଯାଇଥାଏ।
ଏହା ମହାଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ ଏବଂ ଏହା ବି କୁହାଯାଇଛି କି ଯଦି ଝିଟିପିଟି ଗୋଟେ ଆଉ ଗୋଟେ ପଛରେ ଦୌଡ଼ିବାର ଦେଖାଯାଇଥାଏ ତାହେଲେ ଏହା ଘରର ଉନ୍ନତିର ସଂକେତ ଦେଇଥାଏ। ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଦେଖାଦେଲେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଇଥାଏ ଏବଂ ଏହା ଅପାର ଧନଲାଭର ସଂକେତ ଦେଇଥାଏ। ନମ୍ବର 14 ପେଚା ଦେଖିବା। ମା ଲକ୍ଷ୍ମୀଙ୍କର ବାହନ ପେଚା ଆପଣଙ୍କର ନିଜ ଘରର ବାହାରେ ବହୁତ ଦିନ ହେଲା ଦେଖାଯାଉଛି, ତାହେଲେ ଜାଣିନିଅନ୍ତୁ କି ଆପଣଙ୍କ ଘରକୁ ମହାଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି ଏବଂ ଆପଣଙ୍କୁ ବହୁତ ଶୀଘ୍ର ଅପାର ଧନର ପ୍ରାପ୍ତି ହେବ। ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ କୌଣସି କୁକୁର ମୁହଁରେ ରୁଟି ଦେଖୁଛନ୍ତି ତାହେଲେ ଏହା ଏହି କଥାର ସଂକେତ ଦେଇଥାଏ କି ଆପଣଙ୍କୁ କୌଣସି ଜାଗାରୁ ଧନଲାଭ ହେବାର ଅଛି। ନମ୍ବର 15 ବର ଏବଂ ବଧୂ ଏକା ସାଙ୍ଗରେ ଦେଖିବା। ଯଦି ଆପଣ ସକାଳୁ ସକାଳୁ ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ଯିବା ସମୟରେ ରାସ୍ତାରେ ନବବିବାହିତ ବର ଏବଂ ବଧୂକୁ ଏକା ସାଥିରେ ଦେଖୁଛନ୍ତି ତାହେଲେ ଜାଣିନିଅନ୍ତୁ କି ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି। ନମ୍ବର 16 ସାପ ଏବଂ ମାଙ୍କଡ଼ ଦେଖିବା। ଆପଣ ଯାତ୍ରା କରୁଥିବା ସମୟରେ ଯଦି ସାପ ଏବଂ ମାଙ୍କଡ଼ ଦେଖାଯାଉଛି ତାହେଲେ ଏହା ଭଲ ସମୟ ଆସିବାର ଶୁଭ ସଂକେତ ହୋଇଥାଏ। ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଦୂର ହେବାକୁ ଯାଉଛି। ଆପଣଙ୍କର ଧନର ଆଗମନର ସମ୍ଭାବନା ରହିଥାଏ। ଖାଲି ସେତିକି ନୁହେଁ, ଘରେ ଯଦି ବାଦୁଡ଼ି ବସା କରିଥାଏ ତାହେଲେ ଏହାକୁ ବହୁତ ଶୁଭ ମନାଯାଇଥାଏ। ନମ୍ବର 17 କଇଁଛ ଦେଖିବା। କଇଁଛ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଭଗବାନ ବିଷ୍ଣୁ କଇଁଛ ଅବତାର ନେଇଥିଲେ। କଇଁଛ ଯଦି ଆପଣଙ୍କ ସ୍ୱପ୍ନରେ ଦେଖାଯାଉଛି ତାହେଲେ ଏହା ଆପଣଙ୍କ ଭାଗ୍ୟ ଖୋଲିବାର ସଂକେତ ଦେଇଥାଏ। ନମ୍ବର 18 ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ହାତୀ ନିଜର ଶୁଣ୍ଢ ଉଠାଇ ଛିଡ଼ା ହୋଇଛି ତାହେଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହେବାର ସଂକେତ ଦେଇଥାଏ। ଆପଣଙ୍କ ପରିବାରର ସୁଖ ସମୃଦ୍ଧି ବଢ଼ିବାକୁ ଲାଗିବ। ହାତୀକୁ ପ୍ରଭୁ ଗଣେଶଙ୍କର ପ୍ରତୀକ ମନାଯାଇଥାଏ। ଆଜିର ଏହି ସୁନ୍ଦର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିବ ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାଇବେ। ତା ସହିତ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚିତ ଭାବରେ ଦବାଇ ଦେବେ, ଯାହାଦ୍ୱାରା ନୂତନ ଭିଡ଼ିଓ ଆସିଲେ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଜୟ ଜଗନ୍ନାଥ। ଧନ୍ୟବାଦ।